नमस्कार दर्शक बंधु चलतु नजर पकाइबा आज सकाळ केतोटी गुरुत्वपूर्ण खबर उपरे भिडियोटी को शेष पर्यंत देखा मोर अनुरोध। चलतु आज सकाळ खबर उपरे नजर पकाइबा। खूब शीघ्र मिलिब सुभद्रा प्रथम किस्तीर चतुर्थ पर्याय टंका। सुभद्रा योजन 8,000 रु ऊर्ध्व हिताधिकारी पुण्य सामिल। भूल रे ऑप्ट आउट होइथिबा हिताधिकारी सामिल होइछंती। वर्तमान सुधा 2 लाख रु अधिक आवेदन करी नाहांती ई-केवाईसी। तेणु योग्य विवेचित हेले मध्य अर्थ पाइबारे असुविधा हेउछि। तुरंत निकटस्थ जनसेवा केन्द्र रे जाई ई-केवाईसी अपडेट करिबाकू परामर्श देइचंती उपमुख्यमंत्री प्रभाती परिडा। परवर्ती खबर घरे छुआ जन्म कला 10म श्रेणी छात्री। 10ମ ଶ୍ରେଣୀରେ ପଢ଼ୁଥିବା ଆଉ 2 ମାସ ପରେ ଦେଇଥାନ୍ତା ମାଟ୍ରିକ ପରୀକ୍ଷା। ତା ପୂର୍ବରୁ ମା' ହୋଇଗଲେ 10ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ। ଏପରି ଘଟଣା ସମ୍ବଲପୁର ଜିଲ୍ଲାରେ ଘଟିଛି। ନାକଟି ଦେଉଳ ଥାନା ଅଞ୍ଚଳରେ ଏକ ହାଇସ୍କୁଲରେ 10ମ ଶ୍ରେଣୀରେ ପାଠ ପଢ଼ୁଥିଲେ ସୀମା। ପରବର୍ତ୍ତୀ ଖବର ବାଲେଶ୍ୱର ସହରରେ ବଳବତ୍ତର ରହିବ କର୍ଫ୍ୟୁ। ସହରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ବିଭିନ୍ନ ସ୍ଥାନରେ ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପାଇଁ ସବଡିଭିଜନାଲ ମାଜିଷ୍ଟ୍ରେଟ ବାଲେଶ୍ୱର ତରଫରୁ ଜରୁରୀକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି। 11 ତାରିଖ ଶନିବାର ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ ଏବଂ 12 ତାରିଖ ରବିବାର ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ପରବର୍ତ୍ତୀ ଖବର ହୋଟେଲ ଭିତରେ ଗଡ଼ିଲା ମୁଣ୍ଡ। ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ହୋଟେଲ ଭିତରେ ଗଡ଼ିଲା ମୁଣ୍ଡ। ମାଛ ଝୋଳକୁ ନେଇ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା। ମୃତକ ନାମ ପୀତାମ୍ବର ଜେନା। ସେ ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏଭଳି ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱରର ଡମଣାସ୍ଥିତ ହୋଟେଲ ମା ତାରା ଦେଇରେ। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳରେ ବାସିନ୍ଦା ପୀତାମ୍ବର ଜେନା ଡମଣାସ୍ଥିତ ମା ତାରଦେଇ ହୋଟେଲରେ କାମ କରୁଥିଲେ। ହୋଟେଲରେ ସମସ୍ତ କାମ ସରିବା ପରେ ହୋଟେଲରେ ଆଉ ଜଣେ କର୍ମଚାରୀ ପୀତାମ୍ବରକୁ ମାଛ ଖାଇବାକୁ ମାଗିଥିଲେ। ସେ ମାଛ ଖାଇବାକୁ ନ ଦେବାରୁ ରାଗି ଯାଇଥିଲେ ଦୁର୍ବୃତ୍ତ। ପରବର୍ତ୍ତୀ ଖବର ସ୍ୱାମୀ ପାଲଟିଗଲା ଶଇତାନ, ସ୍ତ୍ରୀ ବେକ କାଟିଦେଲା। ଘରୋଇ କଳିରୁ ଘଟିଲା ବିଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ଶଇତାନ। 7 ଜନ୍ମ ପାଇଁ ଯାହା ହାତ ଧରିଥିଲେ ତା ବେକ କାଟିଦେଲା। ଏପରି ଏକ ଜଘନ୍ୟ କାଣ୍ଡ ମାଲକାନଗିରି କାଲିମେଳା ଥାନା MV-66 ଗାଁରେ ଘଟିଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନାନ୍ତର ହୋଇଥିଲା। ମାତ୍ର ସମାଧାନ ହେବା ପରିବର୍ତ୍ତେ ଏହା ଉଗ୍ର ରୂପ ଧାରଣ କରିଥିଲା। ଫଳରେ ଉତ୍ତ୍ୟକ୍ତ ବ୍ୟକ୍ତି ଜଣ ରାତିରେ ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କ ବେକକୁ ହାଣି ଦେଇଛି। ମୃତଦେହ ଘରେ ପଡ଼ିଥିବା ବେଳେ ବ୍ୟକ୍ତି ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପରବର୍ତ୍ତୀ ଖବର ଦେଶରେ କାୟା ବିସ୍ତାର କରିବାରେ ଲାଗିଛି HMPV। ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା 14ରେ ପହଞ୍ଚିଛି। ଶୁକ୍ରବାର ମହାରାଷ୍ଟ୍ର ନାଗପୁରରେ 2 ଶିଶୁଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ସୁଦ୍ଧା ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ HMPV ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ପରବର୍ତ୍ତୀ ଖବର କାରରୁ ବାହାରିଲା 88 କେଜି ରୂପା ଇଟା। ଗଞ୍ଜାମ ଖଲିକୋଟରେ ବିପୁଳ ପରିମାଣରେ ରୂପା ଜବତ ହୋଇଛି। GST ଫାଙ୍କି ଦେବା ଅଭିଯୋଗରେ ବ୍ରହ୍ମପୁର କୋଲକାତାରୁ ଚାଲାଣ ବେଳେ ଧରିଲା ଖଲିକୋଟ ପୋଲିସ। ଗୋଟିଏ କାରରୁ 73ଟି ରୂପା ଇଟା ସହିତ ନଗଦ 5,42,600 ଟଙ୍କା ଜବତ ହୋଇଛି। ପରବର୍ତ୍ତୀ ଖବର ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା। ତଳେ ଫସି ରହିଛନ୍ତି ବହୁ ଶ୍ରମିକ। ଉତ୍ତରପ୍ରଦେଶର ବଡ଼ ଅଘଟଣ। କନୌଜ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଏଥିରେ କାମ କରୁଥିବା ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା 23 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ପ୍ରାୟ 25 ଜଣ ଫସି ରହିଥିବା ପୁଲିସ ସୂଚନା ଦେଇଛି। ପରବର୍ତ୍ତୀ ଖବର ବାପାର ଛୁରା ମାଡ଼ରେ ପୁଅ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟଗୁଡ଼ା ପଞ୍ଚାୟତରେ ସିଂମିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅକୁ ଛୁରୀ ଭୁଷି ହତ୍ୟା କରିଛି ବାପା।
ସକାଳେ ପୁଅ ଜିତେନ୍ଦ୍ର ମଲ୍ଲିକ 23 ବର୍ଷ ମଦ୍ୟପାନ କରି ଘର ଜିନିଷପତ୍ର ଭଙ୍ଗାରୁଜା କରିବା ପରେ ବାପା ଘଟାଇଲା ଏଭଳି ଘଟଣା, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ବେଳେ ଏନେଇ ଖବର ମିଳିଥିବା କହିଛନ୍ତି ଥାନା ଅଧିକାରୀ। ପରବର୍ତ୍ତୀ ଖବର, ରାଜ୍ୟରେ ପୁଣି ବଢ଼ିପାରେ ଶୀତ। ଶୀତ ସାଙ୍ଗକୁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା 3 ଦିନ ପରେ ରାଜ୍ୟରେ ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିପାରେ। ଏହା ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ଦିଆଯାଇଛି।